ଶୁଣ 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 ବାତ୍ୟା ଆସୁଛି। ଭୟଭୀତ ନ ହୋଇ ସତର୍କ ବାଣୀଟି ଜାଣ। ଅତ୍ୟଧିକ ବର୍ଷା ହେଉଥିବା ବେଳେ ଅତି ଆବଶ୍ୟକ ନଥିଲେ ବାହାରକୁ ବାହାରନ୍ତୁ ନାହିଁ। ଘରର କୌଣସି ଅଂଶ ଭଙ୍ଗା ଥିଲେ ବାତ୍ୟା ପୂର୍ବରୁ ଏହାକୁ ତୁରନ୍ତ ମରାମତି କରନ୍ତୁ ଅଥବା ବର୍ଷା ସମୟରେ ଏପରି ସ୍ଥାନରୁ ଦୂରେଇ ରୁହନ୍ତୁ। ଘରେ ଆଣି ଅତ୍ୟାବଶ୍ୟକୀୟ ଶୁଖିଲା ଖାଦ୍ୟ ଯଥା ଚୁଡ଼ା, ମୁଢ଼ି, ଅଟା, ଚାଉଳ, ବିସ୍କୁଟ ଆଦି ମହଜୁଦ ରଖନ୍ତୁ। ଯଥାସମ୍ଭବ ବିଶୁଦ୍ଧ ପାନୀୟ ଜଳ ନିଜ ନିକଟରେ ରଖିଥାନ୍ତୁ। ଏହାସହ ମହମବତୀ, ଲଣ୍ଠନ ଆଦି ସଜାଡ଼ି ରଖନ୍ତୁ ଏବଂ ଆବଶ୍ୟକୀୟ ସାଧାରଣ ମେଡିସିନ ନିଜ ପାଖରେ ଜରୁରୀକାଳୀନ ପରିସ୍ଥିତି ପାଇଁ ରଖିଥାନ୍ତୁ। ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଅମଳ ହୋଇନଥିବା ଫସଲ କିପରି ଅଧିକ ନଷ୍ଟ ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନିଜର ଓ ପରିବାର ଲୋକଙ୍କର ଧ୍ୟାନ ରଖିବା ସହ ଗୃହପାଳିତ ପଶୁପକ୍ଷୀଙ୍କୁ ଉପଯୁକ୍ତ ଓ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ବାତ୍ୟା ସମୟରେ ନିଜ ବାସସ୍ଥାନରେ ସୁରକ୍ଷିତ ନ ମଣିଲେ ନିକଟସ୍ଥ ଉଚ୍ଚସ୍ଥାନ ତଥା ବାତ୍ୟା ଆଶ୍ରୟସ୍ଥଳକୁ ଯାଆନ୍ତୁ। ମତ୍ସ୍ୟଜୀବୀମାନେ ସମୁଦ୍ର ଗର୍ଭକୁ ଯାଆନ୍ତୁ ନାହିଁ। ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଜନହିତରେ ଜାରି।